ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଦୃଶ୍ୟ। ଏକ ଷ୍ଟ୍ରେଚରରେ ଶୋଇଥିଲେ ବୃଦ୍ଧ। ନିକଟରେ ରହି ଜଗାକୁ ପ୍ରାର୍ଥନା କରୁଥିଲେ ତାଙ୍କର ସମ୍ପର୍କୀୟ। ଷ୍ଟ୍ରେଚରରେ ଶୋଇ କର୍କଟ ପୀଡ଼ିତ ବ୍ୟକ୍ତି କେବଳ ଜୟ ଜଗନ୍ନାଥ ଉଚ୍ଚାରଣ କରୁଥିଲେ। ତେବେ ଆଜି ଏଭଳି ଦୃଶ୍ୟ ପ୍ରମାଣିତ କରିଛି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ କେତେ ଗଭୀର ହୋଇପାରେ। ଆଉ ମଣିଷ ଉପରେ ଭରସା ନାହିଁ। କେବଳ ମହାପ୍ରଭୁ ଚାହିଁଲେ ରୋଗମୁକ୍ତ ହୋଇପାରିବେ ଆଉ ଜୀବନ ବଞ୍ଚିପାରିବ। ଏବେ ସବୁ ଆଶା ଭରସା ତୁଟିଯିବା ପରେ କାଳିଆ ଭରସାରେ କର୍କଟ ପୀଡ଼ିତ। ତେବେ ଏହି ପୀଡ଼ିତ ଭକ୍ତ ହେଉଛନ୍ତି ଯାଜପୁର କୁଆଖାଇ ଅଞ୍ଚଳର ବିଜୟ କୁମାର ତରାଇ। ବର୍ଷ ତଳୁ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଡାକ୍ତରୀ ଚିକିତ୍ସା ସତ୍ତ୍ୱେ ସୁଫଳ ମିଳୁନାହିଁ। ସ୍ୱାସ୍ଥ୍ୟର ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ମୃତ୍ୟୁ ପୂର୍ବରୁ ବିଜୟଙ୍କ ଶେଷ ଇଚ୍ଛା ଥିଲା ଜଗା ଦର୍ଶନ। ସେଥିପାଇଁ ପରିବାର ସମେତ ଗାଁରୁ ବାହାରି ପୁରୀରେ ପହଞ୍ଚିଥିଲେ। ବିଜୟଙ୍କୁ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ଅସମ୍ଭବ ଯୋଗୁଁ ଏକ ଷ୍ଟ୍ରେଚରରେ ଶୁଆଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆଣି ପତିତପାବନଙ୍କୁ ଦର୍ଶନ କରାଇଥିଲେ। ସାଥିରେ ଥିଲେ ପରିବାର ଓ ସମ୍ପର୍କୀୟ। ଏଭଳି ଦୃଶ୍ୟ ସାଧାରଣ ଭକ୍ତଙ୍କ ମନରେ ସୃଷ୍ଟି କରିଥିଲା ଲୋତକ ଭରା ପରିବେଶ। ପ୍ରକୃତରେ ଜଗାର ଲୀଳା ବଡ଼ ବିଚିତ୍ର। ତେବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବିଜୟଙ୍କୁ କର୍କଟ ରୋଗରୁ ଆରୋଗ୍ୟ କରନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ ଓ ଦର୍ଶନାର୍ଥୀ। ପୁରୀରୁ ସଞ୍ଜୟ ମହାପାତ୍ରଙ୍କ ରିପୋର୍ଟ, ମହାଭାରତ ଲାଇଭ୍।